ଆଜି ଆମର ଗାଁରେ ଏନ୍ତାରୁ ସେ ବର୍ଷା ହେଲା ଆଉ ଲାଇଟିଂ ହେଲା ଯେ ଏନ୍ତା ବର୍ଷା ଆଉ ଲାଇଟିଂ ମୋର୍ ଜୀବନରେ ମୁଇଁ କେବେ ଦେଖିନିଥିଲି। ମୁଇଁ କାଲ୍କେ ଘର୍କେ ଆସିଥିଲି ଦିନକର ଲାଗି ଛୁଟି ମାଗିକରି ହେଥିଲାଗି ଆଜି ମୁଇଁ ହଷ୍ଟେଲ ଯିବାର୍ ଲାଗିଟା ମୁଇଁ ବାହାରି ଗଲିନ। ଆଜି ଯେନ୍ତା ପାଗ କରିଥିଲା ତ ମତେ ହଷ୍ଟେଲ ଯିବାର୍ ଲାଗି ମନ୍ ଥିଲା କିନ୍ତୁ କା କରବ ଯାଇକେ ଲାଗ୍ବା। ଆଜି ଯେନ୍ତା ମେଘ୍ କରିଛେ ତ ଆଜି ବର୍ଷା ଯେନ୍ ହିସାବରେ ଦେବା ତ ନି କହନ ପୁରା। ଆମେ ବସଷ୍ଟାଣ୍ଡକେ ପହଞ୍ଚିବାର୍କେ ଆମର ବର୍ଷା ଦେଇଦେଲା ବେଲେ ଏଟା ମୋର୍ ସାଙ୍ଗର ଦୋକାନରେ ଟିକେ ଆମେ ଅଟକି ଦେଲୁ ଯେନ୍ ହିସାବରେ ବର୍ଷା ଦେଲା ଆଉ ଲାଇଟିଂ କଲା ତ ନି କମୁ ଏନ୍ତା ଲାଇଟିଂ ଆଉ ବର୍ଷା ମୋର୍ ଜୀବନରେ କେବେ ନି ଦେଖିଥିଲି। ଆଜି ମୁଇଁ ଘରୁ ଜଲ୍ଦି ବାହାରିଥିଲି କାଁଯେ କି ମୁଇଁ ଝାରସୁଗୁଡ଼ା ଟିକେ ଖାଇବି ପିଇବି ଆଉ ହଷ୍ଟେଲକେ ଯିବି ବୋଲି ଭାବିଥିଲି କିନ୍ତୁ କା କରବ ସବୁ ବର୍ଷା ଡିଷ୍ଟର୍ବ କରିଦେଲା ବୋଲେ ଏଟା ୱେଟ୍ କରିଛେଁ କେତେବେଲେ ବସ୍ ଆସ୍ବା ବୋଲିକରି। ମତେ ମୋର୍ ବାପାକେ ଦେଖିକରି ପୁରା ଗୁଲଗୁଲା ଲାଗିଛେ ଦେଖିପାରୁଛ ତ ମୋର୍ ଲାଗି କେତେ ପୁରା ବସ୍କେ ଜୁଗିଛନ୍ କେତେବେଲେ ବସ୍ ଆସ୍ବା ବୋଲିକରି ଇଟା। ବସ୍ ନି ଆସେ ବୋଲିକରି ପୁରା ଭାବି ନେଇଥିଲି କିନ୍ତୁ ବସ୍ ଟିକେ ବେଲ୍ ଗଲା ଆଉ ପଲେଇ ଆସ୍ଲା ଇଟା। ଭଲେରେ ବୁଆ ମତେ ସିଟ୍ ଗୁଟେ ମିଲିଗଲା ଯେ ଭଲ୍ସରେ ବସିକରି ମୋର୍ ହଷ୍ଟେଲ ଯାଇପାରିଲି। ଫାଇନାଲି ମୁଇଁ ମୋର୍ କର୍ମସ୍ଥାନକେ